ଜୟ ଜଗନ୍ନାଥ। ଓଡ଼ିଶା ଏକ ନିଆରା ସଂସ୍କୃତି ଓ ପରମ୍ପରାର ସ୍ଥାନ, ଯିଏ ଅନେକ ପୁରାତନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ତାକୁ ସାଇତି ରଖିଛି। ବିଶେଷ ଭାବରେ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଜଗତର ନାଥ ଜଗନ୍ନାଥ ଯେଉଁ ସ୍ଥାନରେ ସ୍ୱୟଂ ବିଦ୍ୟମାନ, ସେହି ସ୍ଥାନରେ ଜନ୍ମ ନେଇ ପ୍ରତ୍ୟେକ ଓଡ଼ିଶାବାସୀ ନିଜକୁ ଗର୍ବ ଅନୁଭବ କରନ୍ତି। ଆଉ ସେହି ଜଗନ୍ନାଥ ସଂସ୍କୃତି ପାଇଁ ଓଡ଼ିଶା ସାରା ବିଶ୍ୱରେ ନିଜର ଗୌରବ ଓ ପରିଚୟ ସୃଷ୍ଟି କରିଅଛି। ପ୍ରାଚୀନ ସମୟରେ ଏହାର ନାମ କଳିଙ୍ଗ, କୋଶଳ, କଙ୍ଗୋଦ, ଉତ୍କଳ ଏବଂ ଉଡ୍ର ଦେଶ ନାମରେ ଆଜିର ଓଡ଼ିଶା ପ୍ରତିଷ୍ଠା ଲାଭ କରିଥିଲା। ପ୍ରାଚୀନ ସମୟରେ ଏଠାରେ ଶବର ଓ ଉଡ୍ର ନାମରେ ଦୁଇଟି ସମ୍ପ୍ରଦାୟର ଅଧିବାସୀ ବସବାସ କରୁଥିଲେ ଏବଂ ସେହି ଉଡ୍ରରୁ ଆଜିର ଓଡ଼ିଶାର ନାମକରଣ ହୋଇଅଛି ବୋଲି ମଧ୍ୟ କୁହାଯାଏ। ଉଡ୍ର ସଂସ୍କୃତି, ଶବର ସଂସ୍କୃତି ଏବଂ ପରେ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ହିଁ କଳିଙ୍ଗ, କୋଶଳ, ଉତ୍କଳ ଏବଂ ପରେ ଆଧୁନିକ ଓଡ଼ିଶାର ମାନଚିତ୍ର ନିରୂପିତ ହୋଇଅଛି। ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ପ୍ରାଚୀନ ଉତ୍କଳ ବା ଆଜିର ଓଡ଼ିଶାର ସାମାଜିକ, ରାଜନୈତିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ଅନୁମାନ କରାଯାଏ ଖ୍ରୀଷ୍ଟପୂର୍ବ 1100ରେ ମହାଭାରତ ଯୁଦ୍ଧ ହୋଇଥିଲା। କଳିଙ୍ଗରେ ନନ୍ଦବଂଶର ରାଜୁତି ପୂର୍ବରୁ ଖ୍ରୀଷ୍ଟପୂର୍ବ 1100ରୁ ଖ୍ରୀଷ୍ଟପୂର୍ବ 402 ମଧ୍ୟରେ ଏଠାରେ 32 ଜଣ ରାଜା ଶାସନ କରିଛନ୍ତି। ମହାଭାରତ ଯୁଦ୍ଧ ପରେ 32 ଜଣ ରାଜାଙ୍କ ଶାସନ ପରେ ନନ୍ଦବଂଶର ରାଜା ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ 402ରେ କଳିଙ୍ଗ ବିଜୟ କରିଥିଲେ। ମହାପଦ୍ମନନ୍ଦଙ୍କ ପରେ ଖ୍ରୀଷ୍ଟପୂର୍ବ 322ରୁ ଖ୍ରୀଷ୍ଟପୂର୍ବ 261 ମଧ୍ୟରେ କଳିଙ୍ଗରେ କୌଣସି ପ୍ରତାପୀ ରାଜା ବା ଶାସକ ନଥିଲେ। ସେହି ସମୟରେ କେତେକ ରାଜା ଛୋଟ ଛୋଟ ଅଞ୍ଚଳରେ ସ୍ୱାଧୀନ ଭାବରେ ନିଜର ଶାସନ ଚଳାଉଥିଲେ। ଏହାପରେ ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଯୁଦ୍ଧରେ ମୌର୍ଯ୍ୟ ବଂଶର ଶାସକ ଅଶୋକ କଳିଙ୍ଗ ବିଜୟ କରିଥିଲେ ଏବଂ ତୋଷଳୀରେ ସେ ନିଜର ରାଜଧାନୀ ପ୍ରତିଷ୍ଠା କରିଥିଲେ। ଅଶୋକଙ୍କ ଶାସନ ସମୟରେ ଖ୍ରୀଷ୍ଟପୂର୍ବ 261ରୁ ଖ୍ରୀଷ୍ଟପୂର୍ବ 232 ପର୍ଯ୍ୟନ୍ତ ମୌର୍ଯ୍ୟ ବଂଶର ଶାସନ ଥିଲା। ଖ୍ରୀଷ୍ଟପୂର୍ବ 232ରେ ଅଶୋକଙ୍କ ମୃତ୍ୟୁ ପରେ ମୌର୍ଯ୍ୟ ବଂଶର ପତନ ହେବାକୁ ଲାଗିଲା। ଏହାର ସୁଯୋଗ ନେଇ ଖ୍ରୀଷ୍ଟପୂର୍ବ 154ରେ ଚେତି ବଂଶର ଶାସକ ମହାମେଘବାନ ଐରବ ଖାରବେଳ ସିଂହାସନ ଆରୋହଣ କଲେ। ଖାରବେଳ 209 ବିସିରେ ଜନ୍ମଗ୍ରହଣ କରିଥିଲେ ଏବଂ 169 ବିସିରେ ମୃତ୍ୟୁବରଣ କରିଥିଲେ। ଖାରବେଳଙ୍କ ଶାସନ ସମୟ କଳିଙ୍ଗ ପାଇଁ ଏକ ସୁଶାସିତ ଏବଂ ସୁଦୃଢ଼ ହୋଇଥିଲା ଏବଂ ଖାରବେଳଙ୍କ ସମୟରେ କଳିଙ୍ଗରେ ଜୈନ ଧର୍ମର ବିସ୍ତାର ଲାଭ କରିଥିଲା। ଅଶୋକଙ୍କ ସମୟରେ ବୌଦ୍ଧ ଧର୍ମ ଏବଂ ଚେତି ବଂଶର ଖାରବେଳଙ୍କ ସମୟରେ ଜୈନ ଧର୍ମର ପ୍ରସାର ଲାଭ କରିଥିଲା। ଖାରବେଳଙ୍କ ପରେ ଚେତି ବଂଶର ଧୀରେ ଧୀରେ ପତନ ହେବାକୁ ଲାଗିଲା। ଏହାପରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ 300 ଶତକ ମଧ୍ୟରେ କୁଷାଣ, ସାତବାହନ, ଇକ୍ଷ୍ୱାକୁ ବଂଶର ଶାସକମାନେ କଳିଙ୍ଗରେ ଶାସନ କରିଥିଲେ। କିନ୍ତୁ ଖାରବେଳଙ୍କ ପରେ ଏହି ସମସ୍ତ ରାଜବଂଶର କୌଣସି ଶକ୍ତିଶାଳୀ ଶାସକ ନେତୃତ୍ୱ ନେଇପାରିନଥିଲେ, ଯାହାଫଳରେ ଅଶୋକ ଏବଂ ଖାରବେଳଙ୍କ ପରେ କଳିଙ୍ଗର ଆଧ୍ୟାତ୍ମିକ ଓ ସାମାଜିକ ସ୍ତରର କୌଣସି ବିକାଶ ହୋଇପାରିଲା ନାହିଁ। ଏହାପରେ ଭାରତର ଶକ୍ତିଶାଳୀ ରାଜବଂଶ ଗୁପ୍ତ ବଂଶର ପ୍ରଭାବଶାଳୀ ରାଜା ସମୁଦ୍ରଗୁପ୍ତ ଖ୍ରୀଷ୍ଟାବ୍ଦ 342ରେ କଳିଙ୍ଗ ଉପରେ ଆକ୍ରମଣ କରି ବିଜୟ ଲାଭ କରିଥିଲେ। ଗୁପ୍ତ ରାଜବଂଶ ଭାରତରେ ଏକ ସୁବର୍ଣ୍ଣ ସମୟ ସୃଷ୍ଟି କରିଥିଲେ ମଧ୍ୟ କଳିଙ୍ଗରେ ଏହା କେବଳ ସୀମିତ ସମୟ ପାଇଁ ରହିଥିଲା। ପରବର୍ତ୍ତୀ ସମୟରେ ମାଠରା ବଂଶ କଳିଙ୍ଗରେ ଶାସନ କରିଥିଲା। ମାଠରା ବଂଶର ଜଣେ ଶକ୍ତିଶାଳୀ ରାଜା ଶକ୍ତିବର୍ମା ଖ୍ରୀଷ୍ଟାବ୍ଦ 350ରେ କଳିଙ୍ଗରେ ଶାସନ କରିଥିଲେ। ତାଙ୍କ ପରେ ମାଠରା ବଂଶର ବିଶାଖ ବର୍ମା ଖ୍ରୀଷ୍ଟାବ୍ଦ 430ରୁ 440 10 ବର୍ଷ ପାଇଁ କଳିଙ୍ଗରେ ଶାସନ କରିଥିଲେ। ଏହି ମାଠରା ବଂଶର ରାଜାମାନେ କଳିଙ୍ଗକୁ ଏକତ୍ରିତ ସାମାଜିକ ଓ ଆଧ୍ୟାତ୍ମିକ ସ୍ତରରେ ବିକାଶ କରି ଏକ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବାକୁ ଚାହିଁଥିଲେ। କିନ୍ତୁ ଶକ୍ତିବର୍ମା ଓ ବିଶାଖ ବର୍ମାଙ୍କ ପରେ ମାଠରା ବଂଶର କୌଣସି ରାଜା ଶକ୍ତିଶାଳୀ ନଥିବାରୁ ଏହି ବଂଶ ଧୀରେ ଧୀରେ ପତନାଭିମୁଖୀ ହେବାକୁ ଲାଗିଲା। ଏହାପରେ ବାସିଷ୍ଠ ବଂଶର ବିଶିଷ୍ଟ ରାଜା ପ୍ରଭଞ୍ଜନ ବର୍ମା ଖ୍ରୀଷ୍ଟାବ୍ଦ 450ରୁ ଖ୍ରୀଷ୍ଟାବ୍ଦ 460
ଏବଂ ତାଙ୍କ ଅନ୍ତେ ଅନନ୍ତ ବର୍ମା ଖ୍ରୀଷ୍ଟାବ୍ଦ 460 ରୁ ଖ୍ରୀଷ୍ଟାବ୍ଦ 485 ପର୍ଯ୍ୟନ୍ତ କଳିଙ୍ଗରେ ଶାସନ କରିଥିଲେ। ବନ୍ଧୁଗଣ, ଏହାପରେ କଳିଙ୍ଗରେ କେଉଁ ରାଜବଂଶ ଶାସନ କରିଥିଲେ ଏବଂ କଳିଙ୍ଗର ଆଧ୍ୟାତ୍ମିକ, ସାମାଜିକ ଓ ସାମରିକ ସ୍ତରରେ କ'ଣ ବିକାଶ ଘଟିଥିଲା ଜାଣିବା ପରବର୍ତ୍ତୀ ଭିଡ଼ିଓରେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।